ଆଜି ଶୁଣିବା ଉପନ୍ୟାସ ଅସବର୍ଣ୍ଣ। ଉପନ୍ୟାସିକ ବିଭୂତି ପଟ୍ଟନାୟକ। ଭାଗ 7। ଭଗୀରଥର ଦାମ୍ପତ୍ୟ ଜୀବନର ଇତିହାସ ଏବେ ପୁରୁଣା ହୋଇଗଲାଣି। ସେ ଯେ ଜଣେ ବ୍ରାହ୍ମଣୀ ଡାକ୍ତରାଣୀକୁ ବିବାହ କରି ଏ ସହରର ତାଳୁରୁ ତଳିପା ଯାଏ ଦିନେ ପ୍ରଚଣ୍ଡ ଶିହରଣ ସୃଷ୍ଟି କରିଥିଲା, ସେ କଥା ସମସ୍ତଙ୍କର ପାସର ହୋଇଗଲାଣି। ଏ ସହର ବେଶୀ ଦିନ କାହାରି କଥା ମନେ ରଖେ ନାହିଁ। ଅଚାନକ ରାସ୍ତା ମଝିରେ ଛୁରାମାଡ଼, ଟଙ୍କା ଲୁଟି କୌଣସି ନାରୀକୁ ବଳାତ୍କାର କରିବା ଘଟଣା ଯେପରି ଦିନେ ଦୁଇ ଦିନ ଏ ସହରରେ ଚାପା ଉତ୍ତେଜନା ସୃଷ୍ଟି କରି ପୁଣି ପବନରେ ମିଳେଇଯାଏ, ତା'ର ବିବାହ ଘଟଣାଟା ମଧ୍ୟ ସେମିତି। କଲେଜରେ ସାଙ୍ଗସାଥୀ, ଛାତ୍ର, ଅଧ୍ୟାପକ କିମ୍ବା ସହରର କେହି ପରିଚିତ ବ୍ୟକ୍ତି ତାକୁ ଆଉ ସେ ବିଷୟରେ ପ୍ରଶ୍ନ କରନ୍ତି ନାହିଁ। ସେଥିପାଇଁ ଏ ସହରର ଦୁର୍ବଳ ସ୍ମରଣ ଶକ୍ତି ଉପରେ ଭଗୀରଥର ଖୁବ୍ ରାଗ ହୁଏ। କିନ୍ତୁ ତା'ର ଅବା ସେଥିରେ କରିବାର କ'ଣ ଅଛି? ସେ ମଧ୍ୟ ବିବାହକାଳୀନ ଉତ୍ତେଜନାକୁ ମନରୁ ପୋଛି ଦେଇ ଅଧ୍ୟାପନ କାର୍ଯ୍ୟରେ ମନୋନିବେଶ କରିଛି। ୟୁନିଭର୍ସିଟି ପରୀକ୍ଷା ଖାତା ଦେଖି ଚିଫ୍ ପାଖକୁ ଖାତା, ମାର୍କସିଟ୍ ଆଉ ପରୀକ୍ଷା ରିପୋର୍ଟ ପଠାଇ ଦେଇ ନିଶ୍ଚିନ୍ତ ହୋଇଛି। ସବୁ ଗ୍ରୀଷ୍ମ ଛୁଟିରେ ସେ ପ୍ରାୟ ଗ୍ରାମକୁ ଯାଏ। ଏ ବର୍ଷ କିନ୍ତୁ ଯିବାକୁ ସାହସ ହୋଇନି। ଗଲେ ସାଙ୍ଗରେ ଅଳକାକୁ ନେଇ ଯିବାକୁ ହେବ। ଗ୍ରାମରେ ସେ ଦୁହିଁଙ୍କ ଉପସ୍ଥିତି ଯେ ଖୁବ୍ ଆନନ୍ଦମୟ ଆଉ ଆକର୍ଷଣୀୟ ହେବ ନାହିଁ, ସେ କଥା ଅନୁମାନ କରି ସେ ଘରକୁ ଯିବା କଥା ଭାବି ନାହିଁ। ଭଗୀରଥର ହଠାତ୍ ସୋମନାଥ ଆଉ ମାଣିକ କଥା ମନେ ପଡ଼ିଗଲା। ସେ ଦୁଇଜଣଙ୍କ ମଧ୍ୟରେ ଯେ ଏକ ଗୋପନୀୟ ମଧୁର ସମ୍ପର୍କ ଗଢ଼ି ଉଠୁଛି, ସେ କଥା ଅଳକାକୁ କହି ଚମକାଇ ଦେବାକୁ ଚାହେଁ। କିନ୍ତୁ ଅଳକା ତା ପାଖରେ ନାହିଁ। ତଳେ ଅଫିସ ଘରେ ପ୍ରଧାନବାବୁଙ୍କ ଝିଅକୁ ଧରି ସେ ଗପ କରୁଛି। ସେ 7 ବର୍ଷର ଝିଅଟା ସହିତ ଏତେ ସମୟ କି ଗଳ୍ପ କରୁଛି ଅଳକା? ଆଜିକାଲି ଅଳକା ପାଖକୁ କେହି ରୋଗୀ ଆସନ୍ତେ ନାହିଁ। ଡାକ୍ତରଖାନାରୁ ଫେରିବା ପରେ ଅଳକା ଆଳସ୍ୟରେ ସମୟ କଟାଏ। ଅଥଚ ଆଗରୁ ତା'ର ପ୍ରାଇଭେଟ୍ କ୍ଲିନିକ୍ରେ ଖୁବ୍ ଭିଡ଼ ହେଉଥିଲା। ବାହାଘର ପରେ ସେ ଜୁଆରରେ ଭଟ୍ଟା ପଡ଼ିଛି। ଭଗୀରଥର ଧାରଣା, ତା ଭଳି ଜଣେ ହରିଜନକୁ ବିବାହ କରିଛି ବୋଲି ସବର୍ଣ୍ଣ ରୋଗୀମାନେ ତା ପାଖକୁ ଆସୁନାହାନ୍ତି। ଏଥିପାଇଁ କିନ୍ତୁ ଅଳକାର କୌଣସି ଦୁଶ୍ଚିନ୍ତା ନାହିଁ। ତା'ର ଧାରଣା, ସାମୟିକ ଭାବରେ ସେମାନେ ତା ପାଖକୁ ଆସିବା ବନ୍ଦ କରିଦେଇଥିଲେ ସୁଦ୍ଧା କିଛିଦିନ ପରେ ନିଶ୍ଚୟ ଆସିବେ। ହରିଜନକୁ ବିବାହ କରିଥିଲେ ସୁଦ୍ଧା ଶିଶୁରୋଗର ବିଶେଷଜ୍ଞ ଭାବରେ ତା'ର ଖ୍ୟାତିରେ କୌଣସି କଳଙ୍କ ଲାଗିନାହିଁ। ଏଇ ଯେ ପ୍ରଧାନବାବୁଙ୍କ 7 ବର୍ଷର ଝିଅ କଙ୍କି, 3 ବର୍ଷ ତଳେ ସାଂଘାତିକ ଡିଫଥେରିଆ ରୋଗରେ ସେ ଅସୁସ୍ଥ ହୋଇପଡ଼ିଥିଲା। ପ୍ରଧାନବାବୁ ଗରିବ ଲୋକ, ଝିଅର ଆଶା ଛାଡ଼ିଦେଇ କନ୍ଦାକଟା ଆରମ୍ଭ କରିଦେଇଥିଲେ। ଅଳକା ତା'ର ସମ୍ପୂର୍ଣ୍ଣ ଦାୟିତ୍ୱ ନେଇ ବଞ୍ଚାଇ ଦେଲା। ତା'ର ଚିକିତ୍ସା ପଥ୍ୟର ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରିଥିଲା। ସେଇଦିନୁ କଙ୍କି ତାକୁ ମା ବୋଲି ଡାକେ। ପ୍ରତିବର୍ଷ ରଜ ଆଉ କୁଆଁର ପୁନେଇକୁ ଅଳକା ତା ପାଇଁ ନୂଆ ଫ୍ରକ୍ ଆଣିଦିଏ। ତାରି ସହିତ ତଳ ଅଫିସ କମ୍ କ୍ଲିନିକ୍ରେ ବସି ଗପ କରୁଛି ଅଳକା। ଭଗୀରଥ ଟିକେ ବିରକ୍ତ ହେଲା। ଆଜି ତା'ର ଇଚ୍ଛା ଥିଲା ସ୍ତ୍ରୀକୁ ନେଇ ସେ ସିନେମା ଯିବ, ଫୁର୍ତ୍ତି କରିବ। କିନ୍ତୁ ଅଳକା ହଠାତ୍ ମନା କରିଦେଲା। କହିଲା, ମୁଡ୍ ନାହିଁ। ହିନ୍ଦୀ ସିନେମା ଦେଖିବା ପାଇଁ ତା'ର ଗୋଟାଏ ବିଶେଷ ପ୍ରକାରର ମାନସିକ ଅବସ୍ଥାର ପ୍ରୟୋଜନ ହୁଏ। ଆଜି ଭୋରୁ ତା'ର ଚିକିତ୍ସାଧୀନ ଜଣେ ରୋଗୀ ହସ୍ପିଟାଲରେ ସ୍ୱର୍ଗବାସ କରିଛି। ଡେଥ୍ ସାର୍ଟିଫିକେଟ୍ଟା ଲେଖିଦେଇ ଆସିବା ପରେ ସେ ଆଜି ଖୁବ୍ ଅନ୍ୟମନସ୍କ। ଭଗୀରଥ ଭାବିଥିଲା ମୃତ୍ୟୁର ଶୋକ ଭୁଲିବା ପାଇଁ ହିନ୍ଦୀ ଫିଲ୍ମ ଦେଖିବା ଭଳି ଅନ୍ୟ କୌଣସି ଅବ୍ୟର୍ଥ ମହୋଷଧି ନାହିଁ। ଅଳକା ରାଜି ହୋଇଯିବ, କିନ୍ତୁ ତାହା ହେଲା ନାହିଁ। ଭଗୀରଥର ହିସାବ ଭୁଲ ହୋଇଗଲା। ଡାକ୍ତରାଣୀ ଜୀବନରେ ହସ୍ପିଟାଲରେ ରୋଗୀର ମୃତ୍ୟୁ ଏକ ଦୈନନ୍ଦିନ ଘଟଣା। ଆଗରୁ ଏଥିପାଇଁ ସେ କେବଳ ଅଳକାକୁ ଖୁବ୍ ମନ ଖରାପ କରିବା ଦେଖି ନାହିଁ। ଆଜି ଯେଉଁ ରୋଗୀର ମୃତ୍ୟୁ ହେଲା, ସେ ଥିଲା ଏକ ଗରିବ ଘରର ପିଲା। ତା'ର ବିଧବା ମା କୁଆଡ଼େ ଡାକ୍ତରଖାନାର ନିୟମକାନୁନ ନ ମାନି ଖୁବ୍ ବିକଳ ହୋଇ ମୁଣ୍ଡ ପିଟି ପିଟି କାନ୍ଦୁଥିଲା। ମୃତ୍ୟୁର ଶୋକାର୍ଥ ମାନସିକତାକୁ ଶୀତଳ କରିବା ପାଇଁ ଅଳକା ସମ୍ଭବତଃ ପ୍ରଧାନବାବୁଙ୍କ ଝିଅ କଙ୍କି ସହିତ ଲୁଡୁ ଖେଳୁଛି। ଭଗୀରଥ ଏକାକୀ ବସି କ'ଣ କରିବ? ତେଲେଙ୍ଗାଣୀ ଚାକରାଣୀକୁ ଆଉ କ'ଣ ଚାହା ପାଇଁ ବରାଦ କରିବ? ନା, ତା ଅପେକ୍ଷା ସୋମନାଥ ମାଣିକ କଥାକୁ କଳ୍ପନାର ରଙ୍ଗ ଦେଇ ଭାବିବା ପାଇଁ ତା'ର ଇଚ୍ଛା ହେଲା। ଅନେକ ଦିନ ଧରି ସେ ମାଣିକର ଦେହକୁ ନେଇ ଏକ ସ୍ନାୟୁ ଉତ୍ତେଜକ ଖେଳରେ ମାତିଥିଲା। ସୋମନାଥ କ'ଣ ବର୍ତ୍ତମାନ ସେଇଭଳି ଏଇ ଖେଳରେ ମାତିଛି?
ଆଶ୍ଚର୍ଯ୍ୟ। ମାଣିକ ଆଉ ସୋମନାଥର ଶାରୀରିକ ଖେଳ କଥା ଭାବିବା ମାତ୍ରେ ଡାକ୍ତର ଶୁଭ୍ରାଂଶୁ ଆଉ ଇଞ୍ଜିନିୟର କୈଳାସ ତ୍ରିପାଠୀ କଥା ମଧ୍ୟ ତାର ମନେ ପଡ଼ିଗଲା। ସେମାନଙ୍କ ସହିତ ପ୍ରଥମେ ପରିଚିତ ହେଲା ପରେ ତାର ମଧ୍ୟ ସେଦିନ ଆଶଙ୍କା ହୋଇଥିଲା ହୁଏତ ଏହି ଦୁଇଜଣ ଅଳକାକୁ ସେ ପାଇବା ଆଗରୁ ବହୁତ ଅଇଁଠା କରିଦେଇ ସାରିଛନ୍ତି। ଅଳକା ସହିତ ପରିଚିତ ହେବା ଆଗରୁ ସେମାନେ ତାର ଘନିଷ୍ଠ ପୁରୁଷ ବନ୍ଧୁ ଥିଲେ। ସେମାନଙ୍କର ଆତ୍ମୀୟତା ଅନେକ ଗଭୀର ହୋଇସାରିଥିଲା। କୈଳାସ ଆଉ ଶୁଭ୍ରାଂଶୁ ଦୁହେଁ ଥିଲେ ପୁରୁଷୋତ୍ତମ ନହେଲେ ମଧ୍ୟ ବେଶ୍ ସୁପୁରୁଷ। ଜଣେ ଡାକ୍ତର ଏବଂ ଆଉ ଜଣେ ଇଞ୍ଜିନିୟର। ସେ ଦୁହିଁଙ୍କର ଅତିରିକ୍ତ ଆକର୍ଷଣ ଥିଲା ଦୁହେଁ ଯାକ ବ୍ୟାଚେଲର ଉଚ୍ଚ ବଂଶଜ। ଅଳକାର ନନା ଆଉ ମା ତ ସେମାନଙ୍କୁ ପୁଅ ଭଳି ଆପଣାର ମନେ କରୁଥିଲେ। ତେଣୁ ଅଳକା ଯଦି ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥାଏ ସେଥିରେ ଅସ୍ୱାଭାବିକତା କିଛି ନଥିଲା। ସେତେବେଳେ ପଲିଟିସିଆନ ସୋମନାଥ ମଧ୍ୟ ସେମାନଙ୍କ ସହିତ ଖୁବ୍ ମିଳାମିଶା କରୁଥିଲା। କିନ୍ତୁ କେଜାଣି କାହିଁକି ସୋମନାଥ ଅଳକାର ଦେହ ଉପରେ କୌଣସି ଆଧିପତ୍ୟ ବିସ୍ତାର କରିଥିବ ବୋଲି ସେ ସନ୍ଦେହ କରୁନଥିଲା। ପିଲାଟା ବୟସରେ ଅଳକାଠାରୁ ସାମାନ୍ୟ ଛୋଟ, ଖୁବ୍ ପ୍ରଗଳ୍ଭ, ଖୋଲା ହୃଦୟର ଲୋକ। ଚାକିରି ନାହିଁ। ଅଳକା ତା ପାଖରେ ସହଜରେ ଧରା ଦେଇଥିବ ବୋଲି କୌଣସି ସନ୍ଦେହ ସେଥିପାଇଁ ତା ମନକୁ ସ୍ପର୍ଶ କରିନଥିଲା। ଅଳକା ସହିତ ତାର ସମ୍ପର୍କ ଏକ ଅଫେୟାର ରାସ୍ତାରେ ପହଞ୍ଚି ସାରିଲା ପରେ ଦିନେ ହଠାତ୍ ସେ ତାକୁ ତାର ପୁରୁଷ ବନ୍ଧୁମାନଙ୍କ ସହିତ ପରିଚୟ କରାଇ ଦେଇଥିଲା। କୈଳାସ, ଶୁଭ୍ରାଂଶୁ କିମ୍ବା ସୋମନାଥ ଅଳକା ଭଳି ତାକୁ ହୁଏତ ସେଦିନ ହରିଜନ ବୋଲି ଜାଣିନଥିଲେ। କିନ୍ତୁ ସେ ଜଣେ ସଂସ୍କୃତ ଅଧ୍ୟାପକ ଏକଥା ଜାଣିବା ମାତ୍ରେ ସେମାନଙ୍କ ସମ୍ମିଳିତ ଅଟ୍ଟହାସ୍ୟରେ ସ୍ଥାନଟା କିଛି ସମୟ ପାଇଁ ଶବ୍ଦାୟିତ ହୋଇ ଉଠିଥିଲା। ଇଞ୍ଜିନିୟର କୈଳାସ ହଠାତ୍ ମନ୍ତବ୍ୟ କରିଥିଲା, ସଂସ୍କୃତ ଏକ ମୃତ ଭାଷା। ସେ ବିଷୟରେ କଲେଜରେ କି ପାଠ ପଢ଼ା ହେଉଛି? ଛାତ୍ରମାନଙ୍କ ଜୀବନରେ ସଂସ୍କୃତ ପାଠ କି ଦରକାର ଆସେ? ଡାକ୍ତର ଶୁଭ୍ରାଂଶୁ ମନ୍ତବ୍ୟ କରିଥିଲା, ପଣ୍ଡିତ ମହାଶୟ, ଆପଣ ଯାହା କହନ୍ତୁ ନା, କାହିଁକି କଲେଜରେ ସଂସ୍କୃତ ପାଠ ରଖି UGC ସ୍କେଲରେ ଦରମା ଦେଇ ସରକାର ଟଙ୍କା ଆରୋହଣ ବେପାର କରୁଛନ୍ତି? ସଂସ୍କୃତ ପାଠ ପାଇଁ ତ ଟୋଲ୍ ଅଛି। ଏ ମଲା ଭାଷାରେ କିଏ ଚିଠି ଲେଖେ? ନରଙ୍ଗ ନୌରଙ୍ଗ ନାରାଙ୍ଗ କାହାର କି କାମରେ ଆସେ? ନିଜ ପ୍ରେମିକ ଉପରେ ପ୍ରିୟ ପୁରୁଷ ବନ୍ଧୁମାନଙ୍କ ସମ୍ମିଳିତ ଆକ୍ରମଣରେ ଅଳକା ଖୁବ୍ ଅପ୍ରତିଭ ହୋଇପଡ଼ିଥିଲା। ଭଗୀରଥ ତାକୁ ସେ ଅପ୍ରତିଭ ଅବସ୍ଥାରୁ ରକ୍ଷା କରିବା ପାଇଁ ଉତ୍ତର ଦେଇଥିଲା, ସଂସ୍କୃତ ମୃତ ଭାଷା ହୋଇପାରେ, କିନ୍ତୁ ଶିଶୁ ଜନ୍ମ ହେବା ମାତ୍ରେ ପ୍ରଥମେ ସଂସ୍କୃତ ଭାଷାରେ ହିଁ କଥା କୁହେ। ସେମାନେ ସମ୍ମିଳିତ କଣ୍ଠରେ ପ୍ରଶ୍ନ କରିଥିଲେ, ନବଜାତ ଶିଶୁ ସଂସ୍କୃତ ଭାଷାରେ କଥା କୁହେ? ଏକଥା ଆମେ କେହି କାନ ଉଠିବା ଦିନୁ ଶୁଣିନାହୁଁ ତ? ଭଗୀରଥ ମୃଦୁ ହସି ବୁଝାଇ ଦେଇଥିଲା, ପିଲା ଜନ୍ମ ହେବା ମାତ୍ରେ କହେ କୁଆଁ କୁଆଁ। ଏଇଟା ସଂସ୍କୃତ କୌହଂ, ମୁଁ କିଏ, ଏହି ଶବ୍ଦର ଅପଭ୍ରଂଶ। ମୃତ୍ୟୁ ପରେ ମଧ୍ୟ ଶୁଦ୍ଧ କ୍ରିୟାରେ ବ୍ରାହ୍ମଣ ସଂସ୍କୃତ ଶ୍ଲୋକ ଉଚ୍ଚାରଣ କରେ। ବିବାହ, ବ୍ରତ ସର୍ବତ୍ର ଏହି ମୃତ ଭାଷାର ଶ୍ଲୋକ ଉଚ୍ଚାରିତ ହୁଏ। ମାତୃଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ଦାବି ହୋଇଥିଲେ ମଧ୍ୟ ବିବାହ, ବ୍ରତ, ଶ୍ରାଦ୍ଧ, ସଂସ୍କାର ବେଳେ ସଂସ୍କୃତ ଶ୍ଲୋକ ବଦଳରେ ମାତୃଭାଷାର ପ୍ରୟୋଗ ହେଉ ବୋଲି ଅନ୍ତତଃ ଏପର୍ଯ୍ୟନ୍ତ କେହି କହିଥିବା କଥା ମୋ କାନ ଶୁଣିନାହିଁ। ତାର ଯୁକ୍ତି ପାଖରେ ଶୁଭ୍ରାଂଶୁ, କୈଳାସ ଓ ସୋମନାଥ। ତାପରେ ସେ ସେମାନଙ୍କ ସହିତ ମିଶି ଯାଇଥିଲା। ଆଉ କେହି ତାକୁ ସଂସ୍କୃତ ପଣ୍ଡିତ ବୋଲି ଉପହାସ କରିବାକୁ ସାହସ କରିନଥିଲେ। କିନ୍ତୁ ସେ ତିନିଜଣଙ୍କ ସହ ଯେତେ ନିବିଡ଼ ଭାବରେ ମିଶିଲା, ସେ ତିନିଜଣଙ୍କ ପ୍ରତି ଅଳକାର ମାୟାବୀ ଆକର୍ଷଣ ଦେଖି ସେ ସେତିକି ଅଧିକ ଉତ୍କଣ୍ଠା, ଉଦ୍ବେଗ, ଅସହାୟତାର ଶିକାର ହୋଇଗଲା। ତାର ଭୟ ହୋଇଥିଲା ଶାରୀରିକ ମାନସିକ ମିଳନ ସତ୍ତ୍ୱେ ସେ ଅଳକାକୁ ସମ୍ପୂର୍ଣ୍ଣ ଭାବରେ ପାଇନି। ଦିନେ ହୁଏତ ତାକୁ ମୁଣ୍ଡରୁ ଉପୁଡ଼ି ଯାଉଥିବା ଅଲରା କେଶକୁ ପାନିଆରୁ କାଢ଼ି ଦୂରକୁ ଫିଙ୍ଗିଦେଲା ଭଳି ଅଳକା ତାକୁ ଫିଙ୍ଗି ଦେଇ ସେ ତିନିଜଣଙ୍କ ମଧ୍ୟରୁ କାହାକୁ ବାହା ହୋଇଯିବ। ହାତ ମୁଠାରେ ପାଇ ସୁଦ୍ଧା ଶେଷ ପର୍ଯ୍ୟନ୍ତ ଅଳକାକୁ ସେ ପାଇବ ନାହିଁ। ଅଳକାକୁ ହରାଇବା କଥା ଭାବିଲେ ସେଦିନ ତାକୁ ଚାରିଆଡ଼ ଅନ୍ଧାର ଦେଖାଯାଉଥିଲା। ସେ ବୁଝିଥିଲା ଅଳକା ହିଁ ତାର ଏକମାତ୍ର ମୁକ୍ତିର ପଥ। ଏ ବର୍ଣ୍ଣ ବିଭକ୍ତ ସମାଜରେ ସମ୍ମାନର ସହିତ ବଞ୍ଚି ରହିବା ପାଇଁ ଗୋଟିଏ ମାତ୍ର ଆଶାର ଆକାଶ ଦୀପ। କିନ୍ତୁ ଶୁଭ୍ରାଂଶୁ, କୈଳାସ, ସୋମନାଥ ସହିତ ଲଢ଼େଇ କରି ଅଳକାକୁ ଜୋର କରି ଛଡ଼ାଇ ଆଣିବାର ଶକ୍ତି ମଧ୍ୟ ତାର ନଥିଲା। ସେ ତିନିଜଣ ଯାକ ବିଦ୍ୟା, ବୁଦ୍ଧି, ରୂପଗୁଣରେ କେହି ତାଠାରୁ କମ୍ ନୁହନ୍ତି।
ଗୋଟିଏ ଦୃଷ୍ଟିରୁ ସେ ସେମାନଙ୍କ ପାଖରେ ଖୁବ୍ ଛୋଟ, ସେ ହରିଜନ। ଏଇ ଅସବର୍ଣ୍ଣ ହରିଜନ ହୋଇଥିବାର ବିଷଣ୍ଣ ଅନୁଭୂତିଟା ତା ଛାତି ଭିତରେ ଏକ ବିକଳ କାନ୍ଦଣର ଲହରୀ ଭଳି ତା ମନକୁ ଆଚ୍ଛନ୍ନ କରିଦେଇଥିଲା। ଦାସ ଉପାଧିଧାରୀ ମଣିଷ ଏ ଦେଶରେ ବାଉରୀ ହୋଇପାରେ, ବ୍ରାହ୍ମଣ ହୋଇପାରେ, ସେଥିପାଇଁ ସେମାନେ କେହି ତାକୁ ହରିଜନ ବୋଲି ସନ୍ଦେହ କରିନାହାନ୍ତି। କିନ୍ତୁ ସେ ସତ୍ୟକୁ ସେ ବେଶୀଦିନ ଗୋପନ କରି ରଖି ନପାରେ। ଯେଉଁଦିନ ସେ ସେମାନଙ୍କ ପାଖରେ ଧରାପଡ଼ିଯିବ, ସେଦିନ ସେମାନଙ୍କ ସହିତ ଲଢ଼େଇ କରିବାକୁ ତା ଦେହରେ ଆଉ କେଉଁ ହତିଆର ଥିବ? ଅଳକା ତା ଆଡ଼ୁ ବିଶ୍ୱାସଘାତକ ବୋଲି ଯଦି ଘୃଣାରେ ମୁହଁ ଫେରାଇ ନିଏ, ସେ କିଭଳି ଅବା ତା'ର ପ୍ରତିବାଦ କରିପାରିବ? ଏହି ଭୟ ତା ମୁହଁକୁ ସେଦିନ ରକ୍ତହୀନ ବିବର୍ଣ୍ଣ କରିଦେଉଥିଲା। ସେମାନଙ୍କ ପାଖରେ ଥିଲାବେଳେ ସେ ଚୁପଚାପ ବିଷଣ୍ଣ ହୋଇଯାଉଥିଲା। ଅଳକା ତୀକ୍ଷ୍ଣ ଦୃଷ୍ଟିସମ୍ପନ୍ନ ନାରୀ। ଦିନେ ପ୍ରଶ୍ନ କରିଥିଲା, ସେମାନଙ୍କ ପାଖରେ ଥିଲାବେଳେ ତମେ ଏମିତି ଅସୁସ୍ଥ ରୋଗୀ ଭଳି ବିପନ୍ନ ହୋଇଯାଅ କାହିଁକି? ପ୍ରଥମେ ପ୍ରଶ୍ନଟାକୁ ସେ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲା, କିନ୍ତୁ ଅଳକା ତାକୁ ଛାଡ଼ିଲା ନାହିଁ। କହିଲା, ମୋ ଆଖିକୁ ତମେ ଫାଙ୍କି ଦେଇ ପାରିବ ନାହିଁ। ମୁଁ ଲକ୍ଷ୍ୟ କରିଛି, କୈଳାସ, ଶୁଭ୍ରାଂଶୁ ଆଉ ସୋମନାଥ ସହିତ ତମେ ବ୍ରିଜ୍ କିମ୍ବା କ୍ୟାରମ୍ ଖେଳିଲା ବେଳେ ଖୁବ୍ ନିସ୍ତେଜ ଓ ଅବସନ୍ନ ମନେ ହୁଅ। ସତେ ଯେମିତି ଏକ ମଲା ସାପ। ତମ ଆଖିରେ ଜ୍ୟୋତି ଲିଭିଯାଏ, ମୁହଁ ପାଣ୍ଡୁର ରକ୍ତହୀନ ଦେଖାଯାଏ। ଚେଷ୍ଟା କରି ମଧ୍ୟ ସେମାନଙ୍କ ସହିତ ଭଲ କରି ତମେ ମିଶିପାର ନାହିଁ। ସେମାନେ ଇଂରାଜୀ ଭାଷାରେ କଥା କହୁଥିବା ବେଳେ ତମେ ଇଂରାଜୀ ଉଚ୍ଚାରଣ କଲାବେଳେ ଢୋକ ଗିଳ। ସତେ ଯେମିତି ଆଇ ଆଉ ବିଏ କ୍ଲାସ୍ରେ ତମେ ଇଂରାଜୀ ପରୀକ୍ଷାରେ କପି କରି ପାସ୍ କରିଥିଲ। ଅଥଚ ମୁଁ ଜାଣେ, ସେମାନେ ଇଂଲିଶ କହିଲା ବେଳେ ଅନେକ ଥର ବ୍ୟାକରଣର ନିୟମ ମାନନ୍ତି ନାହିଁ, କିନ୍ତୁ ତମର ସବୁବେଳେ ଜଷ୍ଟ ଇଂଲିଶ। ଅଳକାର କଥା ଶୁଣି ସେଦିନ ଝାଳେଇ ଯାଇଥିଲା ଭଗୀରଥ। ତା'ର ପ୍ରତ୍ୟେକ କାର୍ଯ୍ୟ ଆଉ କଥାକୁ ଯେ ସେ ଭଲ ଭାବରେ ଲକ୍ଷ୍ୟ କରୁଛି, ତା ପାଇଁ ଦୁଃଖ କରୁଛି, ଏ କଥା ଜାଣି ସେ ବେଶ୍ ଖୁସି ମଧ୍ୟ ହୋଇଥିଲା। ତାପରେ ନିଜ ମନୋଭାବକୁ ଗୋପନ କରି ନ ପାରି ସେ କହିଦେଇଥିଲା, ଅଳକା, ତମ ପ୍ରତି ସେମାନଙ୍କର ଆକର୍ଷଣ ଦେଖି ମୁଁ ଭୟ ପାଇଯାଇଛି। କ'ଣ ପାଇଁ ଭୟ? ବିସ୍ମୟରେ ପ୍ରଶ୍ନ କରିଥିଲା ଅଳକା। ତମକୁ ହରାଇବାର ଭୟ। ସେମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତାରେ ହରାଇ ମୁଁ କୌଣସି ଦିନ ହୁଏତ ତମକୁ ପାଇବି ନାହିଁ। ଦିନେ ହୁଏତ ସେମାନଙ୍କ ମଧ୍ୟରୁ କାହାକୁ ତୁମେ ବିବାହ କରିଯିବ। ମୁଁ ଗୋଟାଏ ଥୁଣ୍ଟା ଗଛ ଭଳି ଏକୁଟିଆ ଅପନ୍ତରା ଭୂଇଁରେ ଠିଆ ହୋଇ ରହିଥିବି। ଏ କଥା ଭାବିଲା ମାତ୍ରେ ମୋର ଶ୍ୱାସନଳୀରେ ନିଶ୍ୱାସ ନେବାକୁ କଷ୍ଟ ହୁଏ। ଭଗୀରଥ ସେଦିନ ନିସଂକୋଚରେ ନିଜ ମନକୁ ଅଳକା ଆଗରେ ଉଲଗ୍ନ କରିଦେଇଥିଲା। ଅଳକା ଏକ ମମତାମୟୀ ଜନନୀ ଭଳି ଶାଢ଼ିକାନିରେ ତା ମୁହଁର ଝାଳକୁ ପୋଛିଦେଇ ଅବୁଝା ସନ୍ତାନକୁ ବୁଝାଇବା ଭଳି କହିଥିଲା, ଛି, ତମେ ଛୋଟ ପିଲାମାନେ ଅନ୍ଧାରରେ ମିଛ ଭୂତକୁ ଦେଖି ଚମକିଲା ଭଳି ଭୟ ପାଉଛ କାହିଁକି? ସେମାନେ ମୋ ସହିତ ସମୟ କଟାଇବାକୁ ଆସନ୍ତି, ଜୀବନ ବିତାଇବାକୁ ନୁହଁ। ଶୁଭ୍ରାଂଶୁ, ଅଳକା ମୋର ବାଲ୍ୟବନ୍ଧୁ। ସୋମନାଥ ମୋ ଠାରୁ 2 କ୍ଲାସ୍ ତଳେ ପଢ଼ୁଥିଲା। ସେହି ସୂତ୍ରରେ ସେମାନଙ୍କ ସହିତ ମୋର ବନ୍ଧୁତ୍ୱ। ତମେ ମୋର ଯୌବନର ସ୍ୱପ୍ନ, ସେମାନେ ବାଲ୍ୟ କୈଶୋରର ସ୍ମୃତି। ଅଳକା କଥାକୁ ସେଦିନ ଅବିଶ୍ୱାସ କରିନଥିଲା ଭଗୀରଥ, କିନ୍ତୁ ନିଜ ବିଷୟରେ ଖୁବ୍ ନିଃସନ୍ଦେହ ମଧ୍ୟ ହୋଇପାରିନଥିଲା। ଏକ ଅଦୃଶ୍ୟ କଣ୍ଟାର ମୁନ ଭଳି ତା'ର ଅପ୍ରକାଶିତ ଅସବର୍ଣ୍ଣ ଜନ୍ମ ପରିଚୟ ତା ମନକୁ ଅଦୃଶ୍ୟ ଯନ୍ତ୍ରଣାରେ ପୀଡ଼ିତ କରୁଥିଲା। ତା'ର ଜନ୍ମ ପରିଚୟ ଜାଣିଗଲା ପରେ ଅଳକାର ଏ ସହାନୁଭୂତି ଯେ ଅସହିଷ୍ଣୁ ବିତୃଷ୍ଣାରେ ପରିଣତ ହୋଇଯାଇପାରେ, ସେ ଭୟରେ ସେ ଶଙ୍କିତ ହୋଇଉଠିଲା। ଯେଉଁଦିନ ସତକୁ ସତ ଅଳକା ସହିତ ତା'ର ବିବାହ ଶେଷ ହୋଇଗଲା, ସେଦିନ ନିଜର 3 ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଦେଇଥିବାର ଆନନ୍ଦରେ ମନ ତୃପ୍ତିରେ ଭରିଯାଇଥିଲା। ସଂସ୍କୃତ ଏମ୍ଏରେ ପ୍ରଥମ ଶ୍ରେଣୀ ପାଇଥିବା ପଣ୍ଡିତଙ୍କ ପୁଅକୁ ହରାଇ ଅଧ୍ୟାପକ ଚାକିରି ପାଇଲା ଦିନ ସେ ଖୁସି ହୋଇଥିଲା, କିନ୍ତୁ ତୃପ୍ତ ହୋଇନଥିଲା। କାରଣ ସେ ବିଜୟ ପଛରେ ଥିଲା ସରକାରଙ୍କର ସ୍ଥାନ ସଂରକ୍ଷଣ ନୀତି। ହରିଜନ ଭାବରେ ତା'ର ସେ ନିଯୁକ୍ତି। ହେଲେ ଡାକ୍ତର ଶୁଭ୍ରାଂଶୁ, ଇଞ୍ଜିନିୟର କୈଳାସ ଆଉ ମନ୍ତ୍ରୀଙ୍କ ଭଣଜା ସୋମନାଥକୁ ହରାଇ ଅଳକାକୁ ବିବାହ କରିବା ପଛରେ ଥିଲା ତା'ର ପୌରୁଷର ବିଜୟ। ସେହି ବିଜୟ ଉଲ୍ଲାସରେ ଆତ୍ମହରା ହୋଇ ଏ ସହର ସାରା ତା'ର ଆଖି ଅଳକାର 3 ପୁରୁଷ ବନ୍ଧୁକୁ ଖୋଜି ବୁଲୁଛି। ସେ ସେମାନଙ୍କ ସହିତ ଏଥର ମନ ଦେଇ ବ୍ରିଜ୍ ଆଉ କ୍ୟାରମ୍ ଖେଳିବାକୁ ଚାହେଁ। କୈଳାସ ଆଉ ଶୁଭ୍ରାଂଶୁ ସହିତ ଦେଖା ହୋଇନି। ସୋମନାଥ ସହିତ ଦେଖା ହେଲା କୁକିଂ ଗ୍ୟାସ୍ ସପ୍ଲାଏ ଏଜେନ୍ସି ଅଫିସରେ, କିନ୍ତୁ ସେଠାରେ ସେ ଏକା ନୁହେଁ, ସାଙ୍ଗରେ ମାଣିକମାଳା ଭୋଇ।
ବିରାଡ଼ିଟାଏ ଅନ୍ଧାରରେ ମାଛ ପାଚିଆ ପାଖରେ ବସି କ'ଣ କରୁଛି? ଭଗୀରଥ ମନେ ମନେ ହସି ଉଠିଲା। ମଧ୍ୟାହ୍ନର ଅନ୍ଧକାର କ୍ରମଶଃ ଝରାଫୁଲର ପାଖୁଡ଼ା ଭଳି ଚାରିଆଡ଼େ ଇତସ୍ତତଃ ଝରି ପଡ଼ୁଛି। କଙ୍କି ପାଖରୁ ଏପର୍ଯ୍ୟନ୍ତ ସୁଦ୍ଧା ଖେଳ ଶେଷ କରି ଫେରିନାହିଁ ଅଳକା। ତେଲେଙ୍ଗା ଚାକରାଣୀ ଘର ଝାଡ଼ୁ କରିବା ପାଇଁ ଫ୍ୟାନ୍ ବନ୍ଦ କରୁଛି। ଭଗୀରଥ ଉଠି ଠିଆ ହେଲା। ମିନୁ ଆସିଥିଲେ ଡାକ୍ତରଖାନାକୁ, ପିଙ୍କିର ସାଙ୍ଗ। ଅଳକା ଅନେକ ଥର ତାକୁ ତା'ର ସାନ ଭଉଣୀ ସହିତ ଦେଖିଛି। ମିନୁର ଆଖିପତା ଜିଭ ଦେଖିସାରି ଷ୍ଟେଥୋରେ ଛାତି ପିଠି ପରୀକ୍ଷା କଲାବେଳେ ତା ପାଟିରୁ ଗୋଟାଏ ପ୍ରଶ୍ନ ଅକସ୍ମାତ୍ ବାହାରିଗଲା, ପିଙ୍କି କେମିତି ଅଛି? ପ୍ରଶ୍ନଟା ପଚାରି ସାରି ଅଳକା ଢୋକ ଗିଳିଲା। ନିଜ ସାନ ଭଉଣୀ ସମ୍ପର୍କରେ ଏଭଳି ଏକ ପ୍ରଶ୍ନ ଅନ୍ୟ ଜଣକୁ ପଚାରିବା ଯେ ଠିକ୍ ହୋଇନାହିଁ, ଏକଥା ଥଣ୍ଡା ମନରେ ବିଚାର କଲା ଆଗରୁ ପ୍ରଶ୍ନଟା ପଚାରି ସାରିଥିଲା। ଆଉ ମିନୁ ଯାହା ଉତ୍ତର ଦେଲା ତାହା ଶୁଣି ଅଳକା ଷ୍ଟେଥୋ ଧରିଥିବା ହାତ ଥରିଗଲା। ପିଙ୍କି ସେ କଲେଜ ଛାଡ଼ି ଅନେକ କଲେଜକୁ ଚାଲିଗଲାଣି, ମିନୁର ଉତ୍ତର ଦେଇଥିଲା। କାହିଁକି? ଅଳକା ଜିଦ୍ କଲା ଭଳି ଘଟଣାଟାକୁ ଜାଣିବାକୁ ଚେଷ୍ଟା କଲା। ଭଗୀରଥ ସାର୍ଙ୍କ ସହିତ ଆପଣଙ୍କ ବାହାଘର ପରେ ପୁଅ ପିଲାମାନେ ତାକୁ ଥଟ୍ଟା ପରିହାସ କଲେ, ପିଙ୍କି ବାଉରଣୀ ବୋଲି ଚିଡ଼ାଇଲେ। ସେ ଆଉ କ'ଣ ପଢ଼ିପାରିଥାନ୍ତା? ମିନୁ ପ୍ରଥମେ ସାମାନ୍ୟ ଇତସ୍ତତ ହୋଇ ପରେ ମୁହଁ ତଳକୁ ପୋତି ପିଙ୍କିର କଲେଜ ଛାଡ଼ିବାର କାରଣ ବର୍ଣ୍ଣନା କଲା। ମିନୁର ପ୍ରେସ୍କ୍ରିପ୍ସନ୍ ଲେଖିଲା ବେଳେ ଅଳକା ଆଉ ତା'ର ମୁହଁକୁ ଦୃଷ୍ଟି ତୋଳି ଚାହିଁ ନାହିଁ। ପିଙ୍କି ବାଉରାଣୀ, ପିଙ୍କି ବାଉରାଣୀ। ମିନୁ ଚାଲିଗଲା ପରେ ଅଳକା କାନରେ ସେ ଶବ୍ଦ ଦୁଇଟା ଏକ ଅଶ୍ଳୀଳ କଟୁକ୍ତି ଭଳି ଶୁଣାଯାଉଥିଲା। ତା ଆଖିକୁ ଲୁହ ଆସିଯାଇଥିଲା, କିନ୍ତୁ ସେ ନିଜକୁ ସମ୍ଭାଳି ନେଲା। ପ୍ରଚଳିତ ବର୍ଣ୍ଣ ବିଭକ୍ତ ସମାଜ ବ୍ୟବସ୍ଥା ଉପରେ ତା'ର କ୍ରୋଧ ବହୁଗୁଣିତ ହୋଇ ଉଠିଲା। ସେ ଦାନ୍ତ ଚିପି ମନେ ମନେ ସ୍ୱର୍ଗତୋକ୍ତି କଲା, ତାହେଲେ ମୋର ଅସବର୍ଣ୍ଣ ବିବାହ ପାଇଁ ଏକା ମୋତେ ନୁହଁ, ପିଙ୍କିକୁ ମଧ୍ୟ ନିନ୍ଦା ଅପମାନର ଶାସ୍ତି ଭୋଗ କରିବାକୁ ହେଲା। ସେଇ ଯେ ନନା ତା ବାହାଘରକୁ ଆସିଥିଲେ ସେତିକି, ଆଉ ଆସିନାହାନ୍ତି। ତାଙ୍କ ମୁହଁରେ ସେ ଚୂନକାଳି ପୋଳିଛି। ପିଙ୍କି ପାଇଁ ବ୍ରାହ୍ମଣ ବର ପାଇବା ତା ଯୋଗୁଁ ଅସମ୍ଭବ ହୋଇ ଉଠିଛି ବୋଲି ସେ ଅନ୍ୟମାନଙ୍କୁ କହିଥିବା କଥା ତା କାନରେ ପଡ଼ିଛି। ସେଥିପାଇଁ ଭଗୀରଥ ଥରେ ଦୁଇଥର କଥା ପ୍ରସଙ୍ଗରେ କହିଥିଲେ ସୁଦ୍ଧା ନିଜ ବାପ ଘରକୁ ଯିବା କଥା ମନରେ ଭାବି ନାହିଁ ଅଳକା। କିନ୍ତୁ ଏସବୁ ଘାତ ପ୍ରତିଘାତ ମଧ୍ୟରେ ବି ସେ କେବେ ଭାବି ନାହିଁ ଭଗୀରଥକୁ ବିବାହ କରି ସେ କୌଣସି ଅପରାଧ କରିଛି। ପରିଣତ ବୟସରେ ସେ ଭଗୀରଥର ପ୍ରେମରେ ପଡ଼ିଥିଲା ବେଳେ ଜାଣିନଥିଲା ଯେ ତା'ର ପ୍ରେମିକ ଜଣେ ହରିଜନ। କିନ୍ତୁ ଯେଉଁଦିନ କଥା ସେ ଜାଣିଥିଲା, କିଛି ପରିମାଣରେ ବିବ୍ରତ ବୋଧ ହୋଇଥିଲେ ସୁଦ୍ଧା ତା'ର ମୁଣ୍ଡ ଉପରେ ଆକାଶ ଭାଙ୍ଗି ପଡ଼ିଥିବା ଭଳି ଯନ୍ତ୍ରଣା କିଛି ଅନୁଭବ କରିନଥିଲା। ମୂଳରୁ ନିଜର ପ୍ରକୃତ ପରିଚୟ ଗୋପନ କରି ଭଗୀରଥ ତା ସହିତ ନିଶ୍ଚୟ ବିଶ୍ୱାସଘାତକତା କରିଥିଲା। କିନ୍ତୁ ଧରାପଡ଼ିଗଲା ପରେ ସେ ଯେପରି ବିବର୍ଣ୍ଣ ମଳିନ ଅସହାୟ ହୋଇପଡ଼ିଥିଲା, ସେଥିରେ ତାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଅଳକା ସାହସ ଖୋଜି ପାଇ ନଥିଲା। ଭଗୀରଥର ପ୍ରେମରେ ହୁଏତ କିଛି ପରିମାଣରେ ସ୍ୱାର୍ଥପରତା ହୀନମନ୍ୟତା ମିଶି ରହିଥିଲା, କିନ୍ତୁ ତା'ର ନିଜ ପ୍ରେମରେ କୌଣସି ଭେଜାଲ ମିଶି ନଥିଲା। ସେ ଅନୁଭବ କରିଥିଲା ଭଗୀରଥକୁ ମନା କରିଦେଇ ଅନ୍ୟ ଜଣେ ବ୍ରାହ୍ମଣକୁ ବିବାହ କଲେ ସେ ହୁଏତ ସାମାଜିକ ହେବ, କିନ୍ତୁ ସୁଖୀ ହେବ ନାହିଁ। ଯେ ତାକୁ ବିବାହ କରିବ, ଭଗୀରଥ ସହିତ ତା'ର ଅତୀତ ସମ୍ପର୍କ ଜାଣିଲା ପରେ ସେ ହୁଏତ ପରେ ତାକୁ ଦୟାକରି ଭଲ ପାଇବ କିମ୍ବା ଘୃଣାରେ ଦୂରକୁ ଘୁଞ୍ଚିଯିବ। ସେ ଦୁଇଟା ମଧ୍ୟରୁ ଯେକୌଣସି ଗୋଟିଏ କଥା ସହ୍ୟ କରିପାରିବ ନାହିଁ। ପ୍ରେମ ଏଭଳି ଏକ ବ୍ୟୁହ, ଯେଉଁଥିରେ ଥରେ ପ୍ରବେଶ କଲେ ତା ମଧ୍ୟରେ ରହିବା ଯେପରି କଷ୍ଟ, ସେଥିରୁ ବାହାରି ଆସିବା ତା'ଠାରୁ ବଳି ଯନ୍ତ୍ରଣାଦାୟକ। ଭଗୀରଥର ବିଶ୍ୱାସହୀନତା ସତ୍ତ୍ୱେ ସେ ନିଜ ପ୍ରେମରେ ଅବିଚଳିତ ରହିଥିଲା। ନନାବୋଉଙ୍କ ବାରଣ ସତ୍ତ୍ୱେ ସେ ଭଗୀରଥକୁ ବିବାହ କରିଥିଲା। ଆଜି ସେଥିପାଇଁ ତା'ର କୌଣସି ଅବଶୋଷ ନାହିଁ। ସେ ଲାଞ୍ଛିତା ହୋଇଥିଲେ ସୁଦ୍ଧା ଭଗୀରଥ ଯଦି ତାକୁ ବିବାହ କରି କିଛି ଅତିରିକ୍ତ ସାମାଜିକ ସମ୍ମାନ ଲାଭ କରିଥାଏ, ସେଥିରେ ହିଁ ତା'ର ତୃପ୍ତି। ସେ ହଠାତ୍ ଅନ୍ୟମନସ୍କ ହୋଇଗଲା। ବାହାରେ ଅଜାଡ଼ି ହୋଇ ପଡ଼ୁଛି ବର୍ଷା। ମେଘାକ୍ରାନ୍ତ ଆକାଶ କଜ୍ଜଳ କଳା ରଙ୍ଗରେ ଛଳଛଳ। ବେହେରା ତା କୋଠିର ଝରକା ବନ୍ଦ କରିଦେବାକୁ ଯାଉଥିଲା। ପାଣି ଛିଟିକା କୋଠରୀ ଭିତରୁ ଚହଲି ଆସୁଥିଲା। ଅଳକା ବାରଣ କଲା, ନିଜ ଚେୟାରଟା ସାମାନ୍ୟ ଘୁଞ୍ଚାଇ ଆଣିଲା ଦୂରକୁ। ବର୍ଷାର ଏଇ ଲାସ୍ୟମୟ ରୂପ ଦେଖିଲେ ତା ମନ ମୟୂର ପୁଚ୍ଛ ମେଲି ନାଚି ଉଠେ। ସେ ନିଜେ ଆତ୍ମବିସ୍ମୃତ ହୋଇଯାଏ।
ନନା, ବୋଉ, ପିଙ୍କି, ସେମାନଙ୍କର ସମାଜ, ଅନ୍ୟମାନଙ୍କ ଘୃଣା, କଣ୍ଟକିତ କଟାକ୍ଷ ସବୁ କୁଆଡ଼େ ପାଶୋରି ଦିଏ। ଭଗୀରଥ କାଳିଦାସଙ୍କ ମେଘଦୂତ କାବ୍ୟର ତର୍ଜମା କରି ବୁଝାଇଲା ବେଳେ ତାର ହେତୁବାଦୀ ଚିକିତ୍ସା ବିଜ୍ଞାନୀ ମନ ପ୍ରଥମ ଥର ପାଇଁ ଭାବପ୍ରବଣତାର ଆର୍ଦ୍ରତାରେ ଭାରସାମ୍ୟ ହରାଇଥିଲା। ଅନେକ ବର୍ଷ ପରେ ଅକାରଣରେ ଅନ୍ୟମନସ୍କ ଆତ୍ମବିସ୍ତୃତ ହେବାର ଲାବଣ୍ୟମୟୀ ସରଳତା ତାର ନାରୀ ମନକୁ ଆଚ୍ଛନ୍ନ କରିଥିଲା। ପାଷାଣୀ ଅହଲ୍ୟା ଦେହରେ ଲାଗିଥିଲା ସାପମୁକ୍ତିର ଅମୃତ ସ୍ପର୍ଶ। ସେ ପ୍ରଥମ ଥର ପାଇଁ ପ୍ରେମରେ ପଡ଼ିଥିଲା, ଆଉ ଉଠି ନାହିଁ, ଉଠି ପାରିନାହିଁ, ଉଠିବାକୁ ଚାହିଁ ନାହିଁ। କୈଳାସ, ଶୁଭ୍ରାଂଶୁ, ସୋମନାଥ ଏବଂ ସେମାନଙ୍କର ସମ୍ପ୍ରଦାୟର ଅନ୍ୟ ତରୁଣ ବନ୍ଧୁମାନେ ସଖ୍ୟ ହୋଇ ତାକୁ ଆତ୍ମସଚେତନ କରିଥିଲେ। କାଳିଦାସଙ୍କ ସେହି କାବ୍ୟ ତାକୁ କଲା ଆତ୍ମବିସ୍ତୃତ। ସେ କାଳିଦାସୀ କାବ୍ୟର ବ୍ୟାଖ୍ୟାକାର ଭଗୀରଥ ତା ବସ୍ତୁବାଦୀ ମନର ରୁକ୍ଷ ଧୂସର ଭୂମିରେ ପ୍ରବାହିତ କରାଇଥିଲା ପ୍ରେମର ପବିତ୍ର ଗଙ୍ଗାଧାର। ଝରକା ଆଡ଼କୁ ପିଠି କରି ବସିଥିଲା ଅଳକା। ସେ ଜାଣିଥିଲା ବିନ୍ଦୁ ବିନ୍ଦୁ ବର୍ଷା ଜଳର ଛିଟିକାରେ ତାର ମୁଣ୍ଡର ଘନକେଶ ଭିଜି ଯାଉଛି, କିନ୍ତୁ ସେଥିପ୍ରତି ତାର ଭୂକ୍ଷେପ ନଥିଲା। ସେ ବର୍ଷା ବିନ୍ଦୁର ଶୀତଳତା ତାର ମନକୁ ନୂତନ ଏକ ଆବକରେ ସଜଳ କରିଦେଉଥିଲା। ଅନ୍ୟମନସ୍କ ଭାବରେ ହସିଲା ଅଳକା। ଭଗୀରଥର ଧାରଣା କୁମ୍ଭାର ସମ୍ଭବ ବାକ୍ୟର ଅଷ୍ଟମ ସର୍ଗର ଚତୁର୍ଥ ଶ୍ଲୋକ ନାଭିଦେଶ ନିହିତଂ ଇତ୍ୟାଦି ପଂକ୍ତିର ଅର୍ଥ ବୁଝାଇଲା ବେଳେ ଶୃଙ୍ଗାର ରସରେ ତାର ମନ ପ୍ରଥମ ଦ୍ରବୀଭୂତ ହୋଇଯାଇଥିଲା। ସେ ତାର ପ୍ରେମରେ ପଡ଼ିଥିଲା, କିନ୍ତୁ ଅଳକା ଜାଣେ ସେଇଟା ଭଗୀରଥ ମନର ଏକ ଅଳୀକ ଭ୍ରାନ୍ତି। ତା ବୟସରେ କେହି ଝିଅ ଶିବପାର୍ବତୀଙ୍କ ରତିକ୍ରୀଡ଼ା ବର୍ଣ୍ଣନା ଶୁଣି ଉଚ୍ଚାଟିତ ହୁଏ ନାହିଁ। ତା ମନର ସ୍ଥିର ପାତ୍ର ଚହଲି ଯାଇଥିଲା ଅଭିଶପ୍ତ ଯକ୍ଷର ମେଘହସ୍ତରେ ପ୍ରିୟ ପାଖକୁ ପ୍ରେରିତ ଅଭିଜ୍ଞାନ ବର୍ଣ୍ଣନା ବେଳେ। ଅଶୋକ କାନନରେ ବନ୍ଦିନୀ ସୀତାଙ୍କ ପାଖକୁ ରାମଚନ୍ଦ୍ର ହନୁମାନଙ୍କ ହସ୍ତରେ ଦେଇଥିଲେ ସୁବର୍ଣ୍ଣ ମୁଦ୍ରିକାର ସନ୍ତକ, କିନ୍ତୁ ଯକ୍ଷର ସନ୍ତକ ଥିଲା ସେମାନଙ୍କ ଦାମ୍ପତ୍ୟ ଜୀବନରେ ଏକ ଅନ୍ତରଙ୍ଗ ଅନୁଭୂତିର ବାର୍ତ୍ତା। ହେ ଉତ୍ତର ମେଘ, ତୁମର ବିରହିଣୀ ପ୍ରିୟାକୁ କହିବୁ। ଦିନେ ରାତିରେ ସେ ମୋର କଣ୍ଠଲଗ୍ନା ହୋଇ ଶୟନ କରିଥିବା ବେଳେ ସ୍ୱପ୍ନ ଦେଖି ଚିତ୍କାର କରି ଉଠିଲା। ମୁଁ ଯେତେବେଳେ ତାର କାରଣ ଜାଣିବାକୁ ଚାହିଁଲି, ସେ କହିଥିଲା ସ୍ୱପ୍ନରେ ମୁଁ ଅନ୍ୟ ଜଣେ ରମଣୀ ସହିତ ରମଣ କରୁଥିବା ଦେଖି ସେଇ ଚିତ୍କାର କରି ଉଠିଲା। ଏ କଥା ସେ ଓ ମୁଁ ଏଇ ଦୁଇ ଜଣଙ୍କ ଭିନ୍ନ ଅନ୍ୟ କେହି ଜାଣନ୍ତି ନାହିଁ। ତା ମୁହଁରୁ ଏକଥା ଶୁଣିଲେ ସେ ବିଶ୍ୱାସ କରିବ, ତୁ ହେଉଛୁ ମୋର ଦୂତ। ଅଭିଶପ୍ତ ଯକ୍ଷ ମୁହଁରେ କାଳିଦାସଙ୍କ ଏହି ବର୍ଣ୍ଣନା ତାର ସ୍ନାୟୁଗ୍ରନ୍ଥିରେ ସେଦିନ ସୁଖର ଏକ ଅନ୍ତରଙ୍ଗ ଶିହରଣ ଖେଳାଇ ଦେଇଥିଲା। ତାର ମନେ ହୋଇଥିଲା ଭଗୀରଥ ହେଉଛି ସେ ଅଭିଶପ୍ତ ଯକ୍ଷ, ଆଉ ସେ ତାର ବିରହିଣୀ ପ୍ରିୟା। ଯୁଗ ଯୁଗ ଧରି ସାମାଜିକ ଅବିଚାରର ଅଭିଶାପରେ ଅଭିଶପ୍ତ ସେହି ହରିଜନ ତରୁଣକୁ ଶାପମୁକ୍ତ କରିବା ପାଇଁ ଦିନେ ସେ ପ୍ରସାରିତ କରିଦେଇଥିଲା ତାର ହାତ ଏକ ଅପୂର୍ବ ଆବେଗରେ। ବର୍ଷା ଆସିଲେ ସେ ଆଶଙ୍କା ତାର ଉତ୍କୂଳ ବନ୍ୟାର ସ୍ରୋତ ଭଳି ସାମାଜିକ ବନ୍ଧନର ବନ୍ଧବାଡ଼ ଭାଙ୍ଗିଯାଏ, ଭାସିଯାଏ ରକ୍ଷଣଶୀଳ ସମାଜ ଜୀବନର ସକଳ ବାଧା ବନ୍ଧନ। ତାର ସେହି ବନ୍ଧ ଭଙ୍ଗା ବେଗ ପାଇଁ ଆଜି କୌଣସି ଅନୁତାପ ନାହିଁ। ପିଙ୍କି ଗୋଟିଏ କଲେଜ ଛାଡ଼ି ଅନ୍ୟ କଲେଜକୁ ଗଲେ କିମ୍ବା ନନା ତାର ଦ୍ୱାର ନ ମାଡ଼ିଲେ ତାର ଯାଏ ଆସେ କେତେ? ନିଜ ମୁଣ୍ଡର କେଶରେ ଲାଗିଥିବା ମେଘର ପାଣି ଦାଗକୁ ପୋଛିଦେବା ସଙ୍ଗେ ସଙ୍ଗେ ନିଜ ମନରୁ ମଧ୍ୟ ପୋଛିଦେଲା ସକଳ ଗ୍ଲାନି, ସକଳ ଅସନ୍ତୋଷର ଦାଗ। ମିନୁର କଥା ଶୁଣି ମନ ଯେ ତାର ମୁହୂର୍ତ୍ତ କେତୋଟି ପାଇଁ ଦୁର୍ବଳ ହୋଇପଡ଼ିଥିଲା, ସେଥିପାଇଁ ସେ ନିଜ ମନକୁ ନିଜେ ଧମକ ଦେଇ ଶାସନ କଲା। ବାହାରେ ବର୍ଷାର ବେଗ କମିଯାଇଛି। ଆକାଶ ପରିଚ୍ଛନ୍ନ ହୋଇ ଆସୁଛି ତାର ମନ ତାର ବିବେକ ଭଳି। ମିନୁ ନିଦାନ ପତ୍ରିକା ନେଇ କେତେବେଳୁ ଚାଲିଯାଇଛି। ଅନ୍ୟ ଆପେକ୍ଷମାଣ ରୋଗିଣୀମାନଙ୍କୁ ଦେଖିବା ପାଇଁ ନିଜକୁ ପ୍ରସ୍ତୁତ କରି କଲିଂ ବେଲ୍ ଟିପିଲା ଅଳକା। ଡାକ୍ତରଖାନାରେ ତାର ଗୋଟିଏ ଦିନର ଇତିହାସ ଭାବନା ବହୁଳତାରେ ଭାରାକ୍ରାନ୍ତ ହୋଇଉଠିଲା। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କର ଉପନ୍ୟାସ ଅସବର୍ଣ୍ଣର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।